ଦେଖିବ ଯାହାକୁ ଦେଖିବ ଘରକୁ ଯାଆନ୍ତି ନାହିଁ ଜୀବନ। ଆଉ କାଲି ପରଦିନ ଆଡ଼କୁ ମୁଁ ନେଇକି ଛାଡ଼ିଦେବି। ଭଲ ଭଲ ଲୋକଟା, ପଇସା ପାଖରେ ନଥିଲା। ଯେଟା ପୁନେଇ ଖାଇ ଯାଇଛ ନା? ନେଇ ତମ ଯେତେବେଳେ ପୁନେଇ ନଥିଲା ଯୌତୁକରେ କ'ଣ ଦେଇଥିଲେ? ଚୋପାଲ ଆମେ ଯାହା ଦେଇଥିଲୁ ସବୁ ତୁମେ ଝିଅ ଘରକୁ ଦେଇଥିଲ? ମୋ ବାପା ଭାରି ତାର ଗୋଟେ ଖୁସି କ'ଣ ମୁଁ କଣ୍ଢେଇ ବାହାର କରି ସବୁ ପ୍ରକାର ଜିନିଷ ଗହଣା ଛୋଟ ଛୋଟ ଗହଣା ତ ସବୁ କରିଦେଇଥିଲା। ମାଙ୍କ ପାଇଁ ଗାଇ ଦେଇଥିଲା ସବୁ ତାପରେ ଖାଲି ନବଳା ଖଣ୍ଡେ ହେଇକି ବୁଲୁଥିଲା। ତାପରେ ମୋ ବାପା କୋଉଠୁ ଶୁଣିବାକୁ ପାଇଲେ ଆମର ପୁରୁଣା ବନ୍ଧୁଘର ସେଠି ଅଛନ୍ତି ଦିଅ ଶୁଣିବାକୁ ପାଇଲେ ସେ ଆଉ ଗୋଟେ ଜାଗାରେ ବିକି ଦେବ, ବିକି ଦେଇକି ଆଉ ଗୋଟେ ଜାଗାରେ ବାହାଘର କରିଦେବ, ଟଙ୍କା ଘେନି ଆସିବ। ଶୁଣିବାକୁ ପାଇଲା, ସତ କି ମିଛ ମୁଁ ଜାଣିନି। ଆଉ ସେଠୁ ଯାଇକି ପତା ଲଗେଇଲା। ଆମର ସେ ଜହ୍ନାନାନୀ ଥିଲା ସେ ବଡ଼ା ପାଖି ଭାରି ଦ୍ରୁତ, ସେ ଚଳିଗଲା ଚାଳକୁ। ଚାଳ ଘର ତ ଭିତରେ ଥିଲା, ଚାଳ ଘର ତାକୁ ଜଳ ଉଦ୍ର ହେଇଯାଇଥିଲା ତା ବାପକୁ। ଦୁଆର ମୁହଁରେ ଗୋଟେ କିଣା ଧରିକି ବଇଛି ଆଉ ତା ଘରକୁ ତାକୁ ଛାଡ଼ିବୁ। ସେ ଘର ଭିତରେ ଅଛି କ'ଣ? ବାପା ଯାଇ କହିଲା ମୋ ପୁଅ କାହିଁ ମୁଁ ଜାଣିନି। ଏମିତି କହିଲା। ସେ ଜହ୍ନାନୀ କ'ଣ କଲା, ସେ ଯେଉଁ ଘରେ ଥିଲା ଚାଳକୁ ଚଢ଼ିଲା, ଚଢ଼ିକି ତାକୁ କଣା କଲା। କଣା କରିକି ତାକୁ ଦେଖିଲା ବେଳକୁ ସେ ଘର ଭିତରେ ପଇଛି। ହଁ, ତାକୁ ଠାବ ଲୁଚେଇ ଦେଇଯିବା। ତାକୁ ଠାବ କରିକି ଆସିଲା, ଆସିକି ତାଙ୍କ ଗାଁରେ ପାଣିକୁ ଡାକିଲେ, ଡାକିକି ଗାଁ ବାଲା କଲେ ତାକୁ ତାକୁ ଘୋଷାଇକି ଖୋପାଡ଼ି ଦିଅ ସାଡ଼େ ଖୋପାଡ଼ି ଦେଇକି ନେଇଯା। ଆଉ ସେଠୁ ମୋ ବାପା କାଖେଇକି ଯେ ତୁମେ ମାଆକୁ ପ୍ରଥମ କୋଉ ଉପହାର ଦେଇଥିଲ? କ'ଣ ଦେଇଥିଲ ଉପହାର? ମୁଁ କ'ଣ ଗୋଟେ ଖୁସିରେ କ'ଣ ଦେଇଥିବ ତ? ଏମିତି କିଛି ତମର ମନେ ନାହିଁ କ'ଣ ଦେଇଛ ମା? ତାପରେ ପରେ ତାପରେ ନୁହଁ, ସିଏ ସେତେବେଳେ ସୁବିଧା ସବୁ ନଥିଲା। ତାପରେ ସେ ବଡ଼ବାପା ସାଙ୍ଗରେ ଆମ ଘରେ 5 ବର୍ଷ ଖଣ୍ଡେ ରହିଲା। ରହିଲା ପରେ ସେ ବଡ଼ା ପୁଅ ଭାଇ ଆସିଥିଲା,